ଦେଖନ୍ତୁ ଏଇଟା ହେଉଛି ସୁଭଦ୍ରା ଫର୍ମ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ଆବେଦନ ପତ୍ର। ଏହି ଫର୍ମ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ। ଆପଣଙ୍କ ଅଙ୍ଗନବାଡ଼ି ସେଣ୍ଟରରେ ଏ ଫର୍ମ ଆପଣଙ୍କୁ ମିଳିଯିବ। ଦେଖନ୍ତୁ ଏ ଫର୍ମ ଆପଣ କେମିତି ପୂରଣ କରିବେ। ଦେଖନ୍ତୁ ପ୍ରଥମ ସମ୍ପୂର୍ଣ୍ଣ ନାମ ଆଧାର ଅନୁଯାୟୀ ଆପଣଙ୍କ ଆଧାର କାର୍ଡ଼ରେ ଯେଉଁ ନାମ ଅଛି ସେଇ ନାମକୁ ଏଇ ଘର ଭିତରେ ପୂରଣ କରନ୍ତୁ। ତାପରେ ଦେଖନ୍ତୁ ଆଧାର ସଂଖ୍ୟା, ଆଧାର କାର୍ଡ଼ରେ ଯେଉଁ ସଂଖ୍ୟା ଅଛି 12ଟା ସଂଖ୍ୟା ଏଇ 12 ଘର ଭିତରେ ଆପଣ ଲେଖନ୍ତୁ। ତାପରେ ଦେଖନ୍ତୁ ସ୍ୱାମୀ ବା ପିତାଙ୍କ ନାମ ଆଧାର ଅନୁଯାୟୀ ଆଧାର କାର୍ଡ଼ରେ ଆପଣଙ୍କ ସ୍ୱାମୀ ବା ପିତାଙ୍କ ନାମ ଯାହା ଅଛି ଏଇ ଘର ଭିତରେ ଆପଣ ପୂରଣ କରନ୍ତୁ। ତାପରେ 4 ନମ୍ବରରେ ଜନ୍ମ ତାରିଖ ଆପଣଙ୍କର ଯାହାକୁ ଆପଣ ଡେଟ୍ ଅଫ୍ ବାର୍ଥ ଇଂଲିଶରେ କହୁଛନ୍ତି ତାହାକୁ ଏ ଘର ଭିତରେ ଆପଣ ପୂରଣ କରନ୍ତୁ। ଦେଖନ୍ତୁ ବର୍ଗ ବା ଚିହ୍ନ ମାରନ୍ତୁ। ସାଧାରଣ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଶାରୀରିକ ଭିନ୍ନକ୍ଷମ ଯାହା ବି ଆପଣଙ୍କର ଅଛି ଏଇଟା ଆ ଭିତରେ ପୂରଣ କରନ୍ତୁ। ଆଧାର ସଂଯୁକ୍ତ ମୋବାଇଲ ନମ୍ବର ଆଧାର କାର୍ଡ଼ରେ ଯେଉଁ ମୋବାଇଲ ନମ୍ବର ଲିଙ୍କ ହୋଇଛି ଏଇ ଘର ଭିତରେ ଆପଣ ପୂରଣ କରନ୍ତୁ। ବିକଳ୍ପ ମୋବାଇଲ ନମ୍ବର ଯଦି ଏ ମୋବାଇଲ ନମ୍ବର କୌଣସି କାରଣରୁ ବନ୍ଦ ହୋଇଯିବ ତେବେ ଆଉ ଏକ ମୋବାଇଲ ନମ୍ବର ଏ ଘର ଭିତରେ ଆପଣ ଲେଖିପାରନ୍ତି। ତାପରେ 9 ନମ୍ବରରେ ଜିଲ୍ଲା ଆପଣଙ୍କର କେଉଁ ଜିଲ୍ଲା ଏଠି ଲେଖନ୍ତୁ। 10 ନମ୍ବର ଗ୍ରାମାଞ୍ଚଳ ନିମନ୍ତେ ଗ୍ରାମ ଆପଣଙ୍କର କେଉଁ ଗାଁ। ତାପରେ ଖରେ ଗ୍ରାମ ପଞ୍ଚାୟତ ଆପଣଙ୍କ କେଉଁ ବ୍ଲକ। ତାପରେ ୱାର୍ଡ଼ ନମ୍ବର ଏସବୁ ଜିନିଷ ଆପଣ ପୂରଣ କରନ୍ତୁ। ଆପଣ ଏସବୁ ଜିନିଷ ପୂରଣ କରିବା ପୂର୍ବରୁ ଏ ଫର୍ଦ୍ଦଟିକୁ ନୋଉଟେଇବେ ଏବଂ ଏଠି କେଉଁମାନେ ଏ ସୁଭଦ୍ରା ଫର୍ମ ଭରିକି ପଇସା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ଏଠି ସେସବୁର ଗାଇଡ଼ଲାଇନ୍ ଲେଖାଯାଇଛି। ଆକୁ ଥରୁଟି ଆପଣ ପଢ଼ି ନେବେ। ତାପରେ ଏପଟ ଓଲଟେଇକି ଏ ଯେଉଁ ଖାଲି ଘର ଗୁରା ଅଛି ବ୍ଲାଙ୍କ୍ସ ଆକୁ ଆପଣ ଫିଲ୍ଅପ୍ କରିବେ। ଥ୍ୟାଙ୍କ ୟୁ।